जय गुरुदेव जय माँ कामाक्षा ध्यान रे कौन कौन हो पार ध्यान गोटे महाशक्ति जो थे कि असंभव को संभव मत कर भॉइस आ वीडियो भितर आप जानीपारे कि ध्यान मध्यम केमी जीवन बदल जाई पारुछि किंतु एथिपाई अनेक लोक कहे सब भांडामी मिछ एटा कोइंसिडेंट जदि आपंकर विश्वास अच्छी ताहले देखंतु जदि आपण भितर इगो अच्छी कि नाई मो सर्वज्ञानी मो सबकि जानी ताहले वीडियो आपण नुहे ऑडियो आपण नुहे आपण जो भल था जदि चाहते जीवन समस्या समाधान एटलिस्ट लाइफ किछि समय 2-3 मिनिट दिंतु आ शुणी नि भॉइस गुड़ी को कॉल्स गुड़ी को वीडियो गुड़ी देखी दिंतु आपण लाइफ 100 चेंज हो ओपनली मुझे चैलेंज कर हाँ एबे केमती लगुच ଟିକେ ଆରାମ ଲାଗୁଛି। ମୁଁ ଯୋଉ ବସିଥିଲି ପୁରା ଦେହଟା ପୁରା କଣ ଦୁଲୁକିଲା ଭଳିଆ, ମାନେ ଯେମିତି ଥରିକି ମାନେ ଏପଟ ସେପଟ ବଡିଟା ହେଇଗଲା, ଯେମିତି ଗୋଟେ ସ୍ପିରିଟ ଆସେ ସେଇଭଳିଆ ଟାଇପର ହେଇଗଲା। ଆଉ ତାପରେ ଏଇନା ତ ଟିକେ ଆରାମ ଲାଗୁଛି, କଣ ଟିକେ ଭଲ ଲାଗୁଛି। ତ ଏଇ ଯୋଉ ଗୋଡ ଫୋଡ ଯୋଉ ଘୋଳେଇ ଯାଉଥିଲା ଇଏ ହଉଥିଲା, କାହିଁ ଆଉ ଜଣା ପଡୁନି କିଛି। ବଡିଟା ଟିକେ ରିଲାକ୍ସ ଲାଗୁଛି। ରିଲାକ୍ସ ପୁରା ତ ହଁ ରିଲାକ୍ସ ଲାଗୁଛି ଏଇନାକେ। ଆଗ ମୁଁ ଶୋଇଥିଲି ଯୋଉ କଲ୍ କରାଗଲା ସେତେବେଳେ ଗୋଟେ ମାନେ କେମିତିଆ ଗୋଡ ଗୁଡା ଯେମିତି ଘୋଳେଇଲା ଭଳିଆ ଲାଗିକି ଗୋଟେ କେମିତିଆ ଲାଗୁଥିଲା। ଆଉ ଏଇନା ଟିକେ ରିଲାକ୍ସ ଭଳିଆ ଲାଗୁଛି ବଡିଟା। ଆପଣ କଣ ଡକ୍ଟର ଯିବେ ନା କଣ କରିବେ କହୁଛନ୍ତି କୁହନ୍ତୁ? ଆପଣ ଯାହା କହିବେ ମୁଁ କଣ ନାଇଁ ଆମେ ତ ଆପଣ ଡକ୍ଟର ଯୋଉ କହିବୁ ହେଲା। ଗୁରୁଜୀ ସେ ହଉଛି ମୋ ଉପରେ ଡିପେଣ୍ଡ କରୁଛନ୍ତି। ସେ ହଉଛି ମୁଁ ଜାଣିଛି ଏ ଜିନିଷଟା ସେଇଆ, ତାଙ୍କର ଏ ଜିନିଷଟା ବର୍ଷେ ହେଲା ହେଲାଣି, ଆଜି ନୁହଁ ବର୍ଷେ ହେଲା ଏ ସମସ୍ୟା ହେଲାଣି। ସେ ଯୋଉ ଆମର ଯିଏ ନାନୀ ବଡ ନାନୀ ମରିଗଲେ, ସେ ତାଙ୍କର ହଉଛି ସ୍ପିରିଟଟା ତାଙ୍କ ସଲଟା ଆଣିକି ସେ ବାଡି ପଛପଟରେ ରଖିଲେ, ଘର ପଛପଟର। ତାପରେ ସେ ହଉଛି ମାନେ ଏଭଳି ଝଗଡା ମଗଡା ହେଇକି ଏମିତି ସେ ବିଷ ଖାଇ ଦେଇଥିଲେ। ଆଉ ସେଇ ହଉଛି ଜିନିଷଟା ବହୁତ ଲୋକ କହିଲେ, ଯିଏ 2-4 ଜଣ ଆସନ୍ତି କହିଲେ ସେଇ ଜିନିଷଟା ତ ମୋ ଦେହରେ ରହୁଛି, କିନ୍ତୁ ସମ୍ପୂର୍ଣ୍ଣ ଯାଉନଥିଲା ସିଏ। ତାପରେ ଲାଷ୍ଟ ଟାଇମ ଜଣେ ଆସିକି କଣ କରିଥିଲେ, ସେ କହିଲେ ଯେ ଏବେ ତ କାଢିଦେଲି ସେ ପୁଣି ବ୍ୟାକ୍ କରିଯିବ, ବୁଝିପାରୁଛନ୍ତି? ଗୁରୁଜୀ ମୁଁ କଣ କହୁଛି କି, ଏବେ ଯୋଉ କବଚ ନିଶ୍ଚିତ ମୁଁ ଜାଣିବନି ଏଇ ଜିନିଷଟା ସେଇଆ ବୋଲି, କାରଣ ମୁଁ ଏଇଠି 2 ଥର ତାଙ୍କ ଭାଇଙ୍କର ଚେକ୍ କରିଛି, ସୁଗାର ନର୍ମାଲ। ପୁଣି ଯାଇକି ସେଠି ମେଡିସିନ ଖାଇଲା ବେଳକୁ ମେଡିସିନ ଖାଉଥିଲେ, ମୁଁ ମେଡିସିନ ବନ୍ଦ କରିଦବା, ଖାଇବନି ନା ଅଧିକ ଖରାପ ହେଇଯିବ। ତାପରେ ମେଡିସିନ ବନ୍ଦ କରାଗଲା, ସୁଗାର ପୁରା ନର୍ମାଲ, ବିପି ନର୍ମାଲ, ମୁଁ ସବୁ ନିଜେ ଦେଖିଛି। ତାପରେ ହଉଛି ଏ ଜିନିଷଟା ମୁଁ ମାନେ 90% ନୁହଁ 75% ସିଓର ଥିଲି। ଖାଲି ଆପଣଙ୍କ କତୁରୁ ଜାଣିବାର ଥିଲା ଯେ ଜିନିଷଟା ସେଇଆ ନା ଆଉ କଣ। ଖାଲି ବିନା ମତଲବରେ ସେ ମେଡିକାଲ ଗଲେନି ବହୁତ ଥର। ନାଇଁ ଆପଣ ନିଜେ ବର୍ତ୍ତମାନ କଣ ଫିଲ୍ କଲେ ଯୋଉଟା ଓପନଲି ସେ ବା କୁହନ୍ତୁ? କହୁଛନ୍ତି ସେ ତ କହିଲେ ବଡିଟା ମୋର ପୁରା ଥରେ ଦେଲା, ମୁଁ ଜାଣିଦେଲି ଯେ ସେଇ ଜିନିଷଟା। ବଡିଟା ପୁରା ଯେମିତି ସ୍ପିରିଟ ଗୋଟେ ଆସେ, ଏମିତି ଖାଲି ମୁଁ ଯୋଉ ଧ୍ୟାନରେ ବସିଥିଲି ସେ ଖାଲି ଡୁଲୁକି ଏପଟ ସେପଟ କରି ପକେଇଲା ବଡିଟାକୁ। ଯୋଉ ମୋ ସ୍ତ୍ରୀ ସିଏ କହୁଛି କଣ ଏମିତି ହେଲାଣି, କଣ ଆସିବ କଣ, ସେ ମତେ ବି ପୁରା ସେମିତି ମାନେ ଝାଙ୍କିକି ଏମିତି କରି ପକେଇଲା। ଆଉ ତାପରେ ଏଇନା ତ ଟିକେ ବଡିଟା ପୁରା ରିଲାକ୍ସ କଣ ଟିକେ ଲାଗିଲାଣି ପୁରା। ଭାଇ ଠିକ ସେ କୁହ, ପୁରା ହଉଛି ଯେମିତି ଗୋଡ ହାତ ଘୋଳଉଥିଲା ପୁରା ଠିକ ଅଛି ତ ଏବେ? ହଁ ଗୋଡ ହାତ ପୁରା ଯୋଉ ଘୋଳେଇ ଯାଉଥିଲା, ମୁଁ ଶୋଇଥିଲି ଯୋଉ ତମେ ଫୋନ କରିନଥିଲି ନା, ସେତେବେଳେ ବି ଗୋଡ ହାତ ଘୋଳେଇ ଯାଉଥିଲା। ଏଇନା ପୁରା ଟିକେ ରିଲାକ୍ସ ଲାଗୁଛି। ଆଖିଟା ବି ଜାଲିଜାଲିଆ ଦେଖା ଯାଉଥିଲା, ବି ପରିଷ୍କାର ବି ଦେଖା ଯାଉଛି। ଲାଇନ ଅଛି, ଚଲାବୁଲା କରି ଦେଖିଲେ କଣ ହଉଛି? ଚାଲିକି ଦେଖନ୍ତି? ନା ଚାଲିଲା ପୁରା କ୍ଲିୟର, ଆଉ କାହିଁ କିଛି ସେମିତି ଘୋଳେଇଲା ଭଳିଆ ଲାଗୁନି। ଏଇବା ଚାଲୁଛି। ନା କାହିଁ ଘୋଳୁନି ଆଉ, ମୁଁ ଏଇ ଚାଲୁଛି ତ। କିମ୍ବା ଏଇଠି ଏତେ ବାଟ କିଛି ଏତେ ଗଲେ ସେମିତି ଘୋଳେଇ ପଡେ, ସେମିତି ହୁଏ। ସାର୍ ମୁଁ କହୁଛି ସାର୍, ସେ ଯୋଉ କବଚ ଆସିଲା ପର୍ଯ୍ୟନ୍ତ ଏଟା ତ ସିଓର ସାର୍ ମୁଁ ଜାଣିଦେନି, କିନ୍ତୁ କବଚଟା ସେ ରହୁ, କାରଣ ତାଙ୍କ ଘରଟା ବି ସମସ୍ୟା ଅଛି। ଆଉ ହଉଛି ସେଟା ବାସ୍ତୁ ଫାସ୍ତୁ ଭୁଲ ଅଛି ଏକରେ, ଦ୍ୱିତୀୟ ରହୁଛି ସେ ଯୋଉ ନାନୀଙ୍କ ସ୍ପିରିଟଟା ସେଟା ରହୁଛି, ସେ କେହି ଖୋଲି ପାରୁନାହାନ୍ତି, ଖାଲି ମିଛୁଟା ଆମର କହୁଛନ୍ତି ଆମେ ଖୋଲି ଦେଇଛୁ ବୋଲି। ସେ ହଉଛି ସାର୍ କବଚଟା ନିହାତି ଦରକାର, କିନ୍ତୁ ବର୍ତ୍ତମାନ ମାନେ ଆସିଲା ପର୍ଯ୍ୟନ୍ତ ସାର୍ ଆଉ କିଛି ସମସ୍ୟା ହବ କି କବଚଟା ଆସି ପହଞ୍ଚିଲା ମୁଁ ପର୍ଯ୍ୟନ୍ତ? ଅଛି ବ୍ୟସ୍ତରେ କଣ ଅଛି, ହବନି କିଛି, 8-10 ଦିନ ଟାଣି ନେଇଯିବ, ତା ଭିତରେ ଆପଣ ପେମେଣ୍ଟ କରି ନେଇଯିବେ ଆଉ। ଭଲ ଆଜ୍ଞା ଆଜ୍ଞା ସାର୍, ମୁଁ ତ ଘରେ ଅଛି, ମୁଁ ହଉଛି ଅର୍ଡର ପଠେଇଦେବି, ପେ କରି ଦିଆଯିବ କାଲି ଭିତରେ। ଆଉ ସାର୍ ପଠେଇଦେବେ ହଉଛି ସେଇ ଭାଇଙ୍କ ଆଡ୍ରେସରେ, ମୁଁ ପଳେଇବି ନାଇଁ ଯଦି ଉପରେ। ପଠେଇବେ ଆଜି ପଠେଇ ଦିଅନ୍ତୁ 4ଟା ଭିତରେ, କାହିଁକି ନା ଆମର କାଲି ଜିନିଷ ରିଲିଜ ହେଇଯିବ ସେଠୁ କାମାକ୍ଷାରୁ, ବୁଝିପାରୁଛନ୍ତି? ଆମର ସୋମବାର କି ମଙ୍ଗଳ ଲୋକ ଦେଇଛନ୍ତି କି 40,000-50,000 ସବୁ ବୁକିଂ ଅଛି, ବୁଝିପାରୁଛ? ଆମର ଯୋଗ ଫୋନ କରିଲେ ପୁଣି ମାସେ ଲାଗି ଟାଇମ୍ ଲାଗିଯିବ। ଯଦି ପେ କରିବେ ଆଜି କରିଦିଅନ୍ତୁ, କାହିଁକି ନା ସକାଳୁ 3-4ଟା ବୁକିଂ ସରିଲାଣି ଆମର। ସେଠୁ ନାନୀ ଆସି ବାହାରିଯିବ ଫ୍ଲାଇଟରେ, ତ ସିଏ ଆସିଲା ପରେ ଜିନିଷ କାମାକ୍ଷା ନେଇ ପଳେଇ ଆସିବ, ମୁଁ କହିଦେଇଛି। ଗୁରୁଜୀ ଫୋନ କରି ପଠେଇଦେବେ।
ଆଉ ସିଏ ଆଜ୍ଞା ଯଦି ଆଜ୍ଞା ସାର୍ ମୁଁ 4ଟା 4:30 ଭିତରେ ଆପଣଙ୍କୁ ଫୋନ କରିବି ସାର୍। ଆଜ୍ଞା ସାର୍ ଏଇଟା ସିଓର ନା ସାର୍ ସେଇ ଜିନିଷଟା ସାର୍? ମୁଁ ଦେଖନ୍ତୁ ମୁଁ କିଛି କହିବିନି, ଆପଣ ଯାହା ଜାଣିଥିବେ। ନା ସାର୍ ଆପଣ କହିଲେ ମୁଁ ହଉଛି ଜାଣିଛି, ମୁଁ ସେଇ ଜିନିଷଟା ମୁଁ ଜାଣିଛି, ତଥାପି ସେ ଭାଇଙ୍କ ସାମ୍ନାର ସିଏ ହଉଛି ତାଙ୍କ ମନ ବୁଝିବା ପାଇଁ ସେଟା ହଉଛି ସିଏ ଜାଣିଛନ୍ତି ସେଇ ଜିନିଷଟା ଆରେ ଆପଣ କିଏ ନିଜେ ମାନେ ଫିଲ୍ ପ୍ରୋବ୍ଲେମ କଲେ କରୁଛି। ଆଉ କଣ ମୁଁ କଣ ଡକ୍ଟର ନା ମୁଁ କଣ ଭଗବାନ? ନା 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 ଫିଲ୍ କଲେ ସେ ଜିନିଷଟା ତାଙ୍କ କଣ ସେ ଜିନିଷଟା ରହିଛି ତାଙ୍କ ଘରେ ନା ତାଙ୍କୁ କଣ ନା ସେଟା। ପଚାରନ୍ତୁ, ଶୁଣନ୍ତୁ ଯାହା ଯେତେ ବନ୍ଧୁବାନ୍ଧବ ଭାଇ ଭଉଣୀ ଯିଏ ବି ହଉ ସିଏ ମୁଁ କ୍ଲିୟର କଥା କହୁଛି, ତାଙ୍କୁ ପଚାରନ୍ତୁ ହେଲା, ତାଙ୍କୁ କଣ ଆଜ୍ଞା ଫିଲ୍ ହଉଛି, ସେ ନେବେ କି ନ ନେବେ, ତାଙ୍କୁ କଣଟା ନା ସାର୍ ବେଟର, ସିଏ ନେବା ନ ନେବା କଥା ସେଟା ମୋ ଉପରେ ଛାଡି ଦିଅ। ତାଙ୍କୁ ଫିଲ୍ ହଉଛି କଣ ହଉଛି, କିଛି ସମୟ ପୂର୍ବରୁ କଣ ଫିଲ୍ ହଉଥିଲା, ଏବେ ଧ୍ୟାନ କଲା ପରେ କଣଟା ଫିଲ୍ ହେଲା। ଓକେ ଠିକ ଅଛି ସାର୍, ମୁଁ ହଉଛି 4:30 ବେଳକୁ ଆପଣଙ୍କୁ କଲ୍ କରିକି କଣ କରିବା କଥା ମୁଁ ହଉଛି ନିଶ୍ଚିତ କଲ୍ କରିକି ସେଇଟା କରାଯିବ। ଆଉ ବର୍ତ୍ତମାନ ସାର୍ ଆଉ କିଛି କରିବାକୁ ପଡିବ କି, ଯେମିତି ପାଣି ଫାଣି ଯୋଉ ସେଥିରେ ଯୋଉ ମୋ ସ୍ତ୍ରୀ କି ଯୋଉ ମନ୍ତ୍ରେଇକି ଦେଇଥିଲେ ସେମିତି କିଛି କରିବାକୁ ପଡିବ କି? ଦେଖିବା ତମେ ଲଗାନ୍ତୁ ନ ଦେଖିବା ଆଉ ହେଲା। ଆଜ୍ଞା ଏବେ ତାଙ୍କୁ ବଡ ଭାଇ ଆପଣଙ୍କୁ ରିଲାକ୍ସ ଲାଗୁଛି ତ? ଏବେ ଫାଇନାଲ କଥା କୁହନ୍ତୁ। ହଁ ହଁ ଟିକେ ରିଲାକ୍ସ ଲାଗୁଛି। ମୁଣ୍ଡ ଭାରି ଲାଗୁଛି ଆଉ? ନା କାଇଁ ମୁଣ୍ଡଟା ତ ଭାରି ଭାରି ଲାଗୁନି। ଆପଣଙ୍କୁ ଲାଗୁଥିଲା ତ ସେ ସ୍ପିରିଟ ଥିଲା ବୋଲି? ମୁଁ ତ ବସିଲା ପରେ ମତେ କାଇଁ ଗୋଟେ କେମିତିଆ ହେଇଗଲା ଦେହଟା, ତାପରେ ତ କାଇଁ ଟିକେ ରିଲାକ୍ସ ଲାଗୁଛି ମତେ। ଆଉ ମୁଁ କଣ କହିବି, ମତେ ଯାହା ଲାଗୁଛି ମୁଁ ସେଇଆ କହୁଛି, କାଇଁ ମିଛ କଥା କହିବି କଣ ଦରକାର। ନା ସାର୍ ସେ ଭାଇ ହଉଛି ସିଏ ସେମିତି କିଛି ମାନେ ଓଲଟା ପୋଲଟା କଥାବାର୍ତ୍ତା କରିବେନି, ତାଙ୍କର ଯୋଉଟା ସେଇଟା କହିବେ। ନାଇଁ ନାଇଁ ବୁଝିପାରୁନାହାନ୍ତି, ସିଏ ଜାଣିଛନ୍ତି ତାଙ୍କ ଦେହ ଖରାପ ଥିଲା ହେଲା, ଭୋଗୀ ଆଜ୍ଞା ସିଏ, ରୋଗୀ ଆଜ୍ଞା ସିଏ, ଭୋଗୀ ଆମେ ହେଲା। ଆଜ୍ଞା ତେଣୁ ରୋଗୀ କହିବ ନା ତାଙ୍କର କଣ ହଉଛି କଣ ନାହିଁ, ମୁଁ ଧ୍ୟାନ କରିବା ପୂର୍ବରୁ ତାଙ୍କର କଣ ହଉଥିଲା, ସେ ମେଡିକାଲ ଯାଇଥିଲେ, ଏବେ କଣଟା ହଉଛି, ତେଣୁ ସେଟା ସିଏ କହିବେ ନା, ଆମେ କହିଲେ କେମିତି ହବ? ବୁଝିପାର ରମେଶ ବାବୁ, ଶୁଣନ୍ତୁ ଆଜ୍ଞା ଏଇଟା ଦେଖନ୍ତୁ, ଯେହେତୁ ଏଇଟା ପଇସା ପଡିବ, ତେଣୁକରି ମୁଁ ଆଜ୍ଞା ସବୁବେଳେ ଚାହେଁ ଯେ ଲୋକଟା କ୍ଲିୟର ହେଇଯାଉ ପ୍ରଥମ, କାରଣ ମାଗଣା ନୁହଁ ଆଜ୍ଞା ନା ପଇସା ନେବି ଆପଣଙ୍କର, ମୁଁ ଆଜ୍ଞା ଏମିତି ତ ଆଜ୍ଞା ଗୁଡା ପଇସା ଆପଣ ନେବି ମୁଁ ନା, ତ ଆଜ୍ଞା ପଇସା ନେବି ଆପଣଙ୍କର, ପଇସା ନବରୁ ସେ ଭାବନ୍ତୁ ନା ତାକୁ ନେବା ଉଚିତ କି ନ ଉଚିତ, ବୁଝିପାରୁଛନ୍ତି କି? ଆମେ ଦେବା ଆଜ୍ଞା ଉଚିତ କି ନ ଉଚିତ ତାଙ୍କ ମନ କଣ କହୁଛି, ଯିଏ ଲଗେଇବେ ତାଙ୍କ ମନ ପଇସା ଆପଣ ପଇସା ଦେବେ, ଯିଏ ଲଗେଇବେ ତାଙ୍କ ଆଜ୍ଞା ମନରେ କଣ ଆସୁଛି, ୟେସ୍ କି ନୋ, ତାଙ୍କର କେତେ ଆଜ୍ଞା କନଫିଡେଣ୍ଟ ଆସୁଛି, ସେଟା ମେନ୍ ନା ଆଉ ଲଗେଇଦେଲେ କଣ ହବ? ଆଜ୍ଞା ଆଜ୍ଞା ବିଶ୍ୱାସଟା ମେନ୍ ହଉଛି ଜିନିଷ ତାଙ୍କର ହଁ ହଉଛି କେତେ ତେଣୁ ଭାଇ ମାନେ। ଶୁଣନ୍ତୁ, ମୁଁ ପଇସା ପ୍ୟାରା ନୁହଁ, ଆମେ ଆଜ୍ଞା ଜିନିଷ କିଣୁଛୁ ଆଣୁଛୁ ଦଉଛୁ ତ ଅଲଗା କଥା, ମଗଉଛୁ ସାଧନା ଆଜ୍ଞା କରୁଛୁ ଠିକ ଅଛି, ସଂସାର ଚାଲିଛି ପଇସା ଆଜ୍ଞା ପାଇଁ, କିନ୍ତୁ ମୁଁ କାହାକୁ ଠକାଠକି ମତେ କହିଦେବ ଆପଣ ଯେ ମୁଁ ନାଇଁ ସେ ସବୁ ମନ ବୁଝିବା କଥା ନାହିଁ, କ୍ଲିୟର କଥା, ହଁ ହଁ ନାଇଁ ନାଇଁ କିଛି ନାହିଁ। ଆଜ୍ଞା ଆଜ୍ଞା ସାର୍। ତେଣୁ ସିଏ ଭାଇ ନା ହିଁ ସାର୍ କୁହନ୍ତୁ। ସିଏ ସାର୍ ସେ ଯୋଉ ମୋ ସଡୁ କଥା ସେଟା ଅଲଗା ଜିନିଷ, ଇଏ ହଉଛି ନା ମୋ ନା ଇଏ ଭିଣେଇ ଆଙ୍କୁ ମୋ କଣ ବୁଢୀ ଲାଗୁଛି, ଭଉଣୀ। ଆଙ୍କୁ ଲାଗୁଛି ଯେ କବଚ ପିନ୍ଧିଲେ ଭଲ ହବ କି, ତାଙ୍କୁ ପଚାରୁନାହାନ୍ତି, ମୁଁ ଲାଇନରେ ଅଛି, ପଚାରୁନାହାନ୍ତି। ଭାଇ ତମକୁ ଯଦି ଲାଗୁଥିବ ଏଇ ଯୋଉ ଜିନିଷଟା ମାନେ ଯୋଉ ଏବେ ଦେହ ଭଲ ଲାଗୁଛି ବୋଲି, କାରଣ ତମେ ଜାଣିପାରୁଛ ନା ଏ ଜିନିଷଟା ମେଡିକାଲ ନୁହଁ ଅଲଗା ଜିନିଷ ବୋଲି। ଆଜ୍ଞା ହଁ ମୁଁ ଏଇଟା ଆଉ ଜାଣିଛି, ମୁଁ ଜାଣିଛି ଯୋଉ ସ୍ପିରିଟ ଟା ଯୋଉ ଏଇଟା ମୁଁ ଜାଣିପାରୁଛି। ମୁଁ ହଠାତ୍ ମାନେ କଣ ବଡି ଟା ମତେ ଅଲଗା ଲାଗିଲା, ମାନେ ମୁଁ କହୁନି ଯେ ପୁରା ଇଏ ବଡି ଟା ମୋର, ମୁଁ ଏଇ ଗୋଟେ ଟେଷ୍ଟ କରୁଛି, ତମେ ଏଇ ଯୋଉ କଥା ହଉଛ, ମୁଁ କଣ ମୋ ହାତଟା ଥୋଇଦେବି ଏଇ ଯୋଉ ୟା ପରେ, ମୁଁ ସବୁବେଳେ ମୋ ଯୋଉ ବୁଢା ଆଙ୍ଗୁଳି ସିଏ ସବୁବେଳେ ପାଇଁ ଥରେ, ଏଇନା ମୁଁ ତ ଏଇ ଥୋଇକି ତମେ କଥା ହଉଛ, ମୁଁ ଟେଷ୍ଟ କରିସାରିଲିଣି କାହିଁ ଆଉ ସେ ଥରୁନି। ଓହୋ ହୋ ହଉ ଠିକ ମାନେ ଅଛି। ବଡି ଟା ମୋର ସବୁବେଳେ ପାଇଁ ମାନେ ଯେମିତି ଗୋଟେ ଥରେ ଏମିତି ହୁଏ, ଭାଇବ୍ରେସନ ହୁଏ। ହଁ ଭାଇବ୍ରେସନ ଟାଇପ ର ଗୋଟେ ହୁଏ, ଆଉ ଆଜ୍ଞା ହଉ ଗୋଟେ ରିଲାକ୍ସ ମାନେ ଗୋଟେ ଲାଗେନି, ମାନେ ଗୋଟେ ଥରେ ଥରେ ମାନେ ସବୁବେଳେ ଲାଗେ ଥରେ ଥରେ, ଯେ ଏତେ ମାନେ ବିରକ୍ତିଆ, ଗୋଡ ହାତଟା ଯୋଉ ଘୋଳେଇ ପକେଇବ, ଏଇଠୁ ଏତିକି ଯାଇପାରିବୁନି, ଗୋଡ ହାତ ଘୋଳେଇ ପଡେ, ଏମିତି କଣ ଆଜି ତ ଭଲ ଲାଗିଲା ୟା ପରେ ଏଇ ଯୋଉ ଏଇଟା କଣ ଗୋଟେ ହେଲା, ଯୋଉ ସ୍ପିରିଟ ଟା ଯୋଉ ଛାଡିଥିଲେ ତାଙ୍କର କଣ, ମୁଁ ତ ସେଇଟା ଆମେ କଣ ଜାଣିବି, ଏଇଟା କଣ ଟିକେ ମାନେ ରିଲାକ୍ସ ଲାଗୁଛି ବଡି ଟା। ଆଜ୍ଞା ଆଜ୍ଞା ହଉ ସାର୍ ଆପଣ ଆଜ୍ଞା। ଜାଣିଲେ ତ ଆଉ କଣ କହିବି, ମୁଁ ସାର୍ କଥା ହେମି ଆପଣଙ୍କ ହଁ ସହିତ। ଆଚ୍ଛା ନାଇଁ ନାଇଁ ମୁଁ ସେଟା କହିଲେ ବୁଝିପାରିନି, ଆପଣ ବନ୍ଧୁବାନ୍ଧବ କଥା, ମୁଁ ସବୁବେଳେ କ୍ଲିୟର କଥା ବୁଝିପାରୁଛନ୍ତି, ଆମର କିଛି ଲୁଚା ଛପା ନାହିଁ। ଆଜ୍ଞା ସାର୍ କଣ ଜାଣିଲେ ଏଟାର କଣ, ମୁଁ ତ ଇଏ ଅନୁଭବ, ମୁଁ ଏଇ କଥା କହିନି, ସାର୍ ଆମକୁ କହୁନାହାନ୍ତି କଣ ଟିକେ କଣ ଘଟଣା। ଆରେ ଭାଇ ମୁଁ ବୁଝିବନି, ଆପଣ ବୁଝିବନି କଥାଟା, ମୁଁ ତ ଜାଣିଛି ଠିକ କଣଟା ହେଲା, ମୁଁ ଯଦି କହିବି ଆମକୁ ଏଇଖିନା ଟିକେ କହିଦେ ନା ଆମେ ନା ଟିକେ ଭାଇ ଶୁଣ, ଭାଇ ହଁ ସାର୍ ଗୁରୁଜୀ କଣ ପଚାରୁଛନ୍ତି ନା, ତମେ ଆଗରୁ ଫିଲ୍ କରିଛ ଯେ କେତେ କଷ୍ଟ ଅନୁଭବ କରିଥିଲ, କଣ କଣ ହୁଏ, କେତେ ସମୟ ହୁଏ, ପୁଣି ବନ୍ଦ ହେଇଯାଏ, ପୁଣି ହୁଏ, ବର୍ତ୍ତମାନ ହଁ ଯୋଉ 15-20 ମିନିଟ୍ ହେଲା ତମକୁ କେମିତି ଲାଗୁଛି, ମାନେ ସକାଳ ଭଳିଆ ଲାଗୁଛି ନା ଏବେ ପୁରା ଭଲ ଲାଗୁଛି? ନା ଏଇନା ଟିକେ ଭଲ ଲାଗୁଛି ବା, ମୁଁ କହୁଛି। ଯଦି ଭଲ ଲାଗୁଛି ସେ ଜିନିଷଟା କଣ ସେଟା ପରେ ଜାଣିବ, ହଉଛି ମୁଁ ହଉଛି ତାଙ୍କ ସହିତ କଥାବାର୍ତ୍ତା କରିବି ଗୁରୁଜୀ ସହିତ, ତାପରେ ମୁଁ ହଉଛି କାଲିକି ନହେଲେ ତମ ଘରକୁ ଯିବି ଦେଖିବା। ହଉ 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 ରଖିଲି ଆଜ୍ଞା, ମୁଁ ବାହାରେ ଆଜ୍ଞା ଆଜ୍ଞା ହଁ ସାର୍। ବାହାରେ ଆଜ୍ଞା ପ୍ରଦୀପ ଭାଇ କୁହନ୍ତୁ। ନନା ଆଜ୍ଞା ସକାଳେ ଯଦି ଟିକେ ମତେ ଇଏ କରିଥାନ୍ତେ, ମୁଁ ଆଉ ଟିକେ ଫୁର୍ତ୍ତି ଚାଲିଥାନ୍ତି। ଏବେ କଣ ହେଲା କୁହନ୍ତୁ। ନାଇଁ ଏବେ ଟିକେ ମତେ ମାନେ କ୍ଲିୟର ଦେଖାଯାଉଛି।
ବୁଝିପାରିଲେ କି କ୍ଲିୟର ଦେଖାଯାଉଛି ମାନେ ଯୋଉ ଅଣ୍ଟା ବିନ୍ଧୁଥିଲା ମାନେ ଦିଦାରି ଭିତରେ ଏଗୁଡା କିଛି ନାହିଁ। ମତେ ଖାଲି ଆପଣ ମତେ କୁହନ୍ତୁ ଆ ପୂର୍ବରୁ କଣ ହଉଥିଲା ଏବେ କଣ ହଉଛି କୁହନ୍ତୁ କ୍ଲିୟର କୁହନ୍ତୁ। କଣ କହିଲେ? ମୁଁ ଯୋଉ ସକାଳେ ଫୋନ କରିଥିଲେ ଯୋଉ କଣ ପାଇଁ ଫୋନ କରିଥିଲେ ଏବେ କଣ ହଉଛି ପୁରା କ୍ଲିୟର କୁହନ୍ତୁ। ସକାଳେ ଏଇଥିପାଇଁ ଫୋନ କରିଥିଲି ଏ ହଉଛି ବୋଲି। କଣ ହଉଥିଲା? ଯୋଉ ହାତ ମୁଠା ମୁଠି ହବା ବା କଣ ଦାନ୍ତ କଟମଟ କରିବା ଆଜ୍ଞା ବୁଝିପାରିଲେ କି ଆଉ ପାଦ ଝିମଝିମ ହବା ମାନେ ସବୁ ଭାଇବ୍ରେସନ ହଉଥିଲା ଶରୀର। ଏବେ କଣ ହଉଛି କୁହନ୍ତୁ। ମୁଁ ସେଠୁ କଣ କଲି ଗାଧେଇ ପାଧେଇ ଟିକେ ମାନେ ଚୁଡା ଦିଟା ଖାଇ ନା ଶୋଇଥିଲି। ତଥାପି ମୁଁ ଶୋଇଛି ମତେ ମାନେ ପୁଅ ଆବାଜରେ ଡାକୁଛି ବାପା। ମୁଁ ସେଠୁ ଆଗକୁ ଦେଖିଲା ବେଳକୁ ମୁଁ କହିଲି ପାଗଳା ତ ଆସିନି ଆମେ ତ ବଇଛି ଆଉ ତାପରେ ଫେର ସେଠୁ ଆପଣଙ୍କୁ ଯେତେବେଳେ ଫୋନ କଲି ଆପଣ ଯେତେବେଳେ ପୂଜା ଇଏ କଣ ଯେତେବେଳେ ଇଏ କଲା ପରଠୁ ବୁଝିପାରିଲେ କି ଆଜ୍ଞା ମୁଁ ଏତେ ବଡ ଆବାଜରେ ବି କଥାବାର୍ତ୍ତା କରିପାରୁନଥିଲି। ହଉ କାମକୁ ଯାଆନ୍ତୁ ରିଲାକ୍ସ ହେଲେ ତ ହେଲା। ନାଇଁ ମତେ ଭଲ ଲାଗିଲା ଟିକେ ନା ଟିକେ କୃପା ରଖ କାହିଁକି ନା ମୁଁ ବହୁତ ମାନେ ଦୁଃଖୀ। ଦୁନିଆରେ କିଏ ମୁଁ ସୁଖୀ ଥିଲେ ମୁଁ ବସିଥାନ୍ତି ମୋଦି ଚେୟାରରେ ବୁଝିପାରିଲେ ବସିଥାନ୍ତି। କି ଶୁଣନ୍ତୁ ମୁଁ ଆର ମାସକୁ ମେ ଜୁନ